ଦେଖ ଭାଇ, ଏଇପଟ କିଏ ଲୋକ ଅଛନ୍ତି ନା କିଏ ଏଇପଟ ଲୋକ ଅଛନ୍ତି। ଯେବେ ତ ଯଦି ଭାଇରାଲ ହେଇଯାଏ ନା, ଏଇପଟେ ବି ଲୋକ ଥିବେ ଆଉ ସେଇପଟେ ବି ଲୋକ ଥିବେ। ସେଥିପାଇଁ ତ ଥରେ ଖାଲି ମୁଁ ଯାଇସାରେ, ଆହୁରି ଭଲ ଭଲ କଣ୍ଟେଣ୍ଟ ଆଣେ। ମୁଁ ତ ମାନେ ମୋର କଥା କହିବାର ମାନେ କିଛି ଟ୍ୟାଲେଣ୍ଟ ବି ନାହିଁ, ଆଉ ମୁଣ୍ଡ ବି ପୁରା କ'ଣ କହିବି ଆଉ ମାନେ କ'ଣ କହିବି, ମାନେ କଥା କହିବାର ମୋତେ ଟିକେ ଅଭ୍ୟାସ ନାହିଁ। କାହା ସାଙ୍ଗେ ଭଲସେ ମୁଁ କଥା ହେବନି। ଆଉ ବ୍ଲଗ୍ କେମିତି କରିବି ମୁଁ ଭାବି ପାରୁନି, ମାନେ କେଉଁ ଭଳିଆ ଷ୍ଟାଇଲ୍ରେ କରିବି ମୁଁ ବି ଭାବି। କଣ୍ଟେଣ୍ଟଟା ତିଆରି କରେ କିନ୍ତୁ ମୁଁ କହିଲା ବେଳକୁ ମୁଁ ଭୁଲିଯାଏ। ଆଉ କ'ଣ କରିବି ଭାଇ, କେମିତି କଣ୍ଟେଣ୍ଟ ଆଣିବି ତୁମ ପାଇଁ? ଯଦି ମୁଁ ସେଇଟା ଜାରି ରଖିବି, ଯେମିତି ହେଲେ ବି ମୁଁ ଗୋଟେ ମାନେ କରିକିନା କଣ୍ଟେଣ୍ଟଟା ତିଆରି କରିବି ଯେମିତି ହେଲେ ବି ଭାଇ। ଆଉ ଏଇଟା ହେଉଛି ସେ ଆମ ଘର ଏଇଟା ଛାତ ଗୋଟେ, ଆଉ ସେଇଠି ଗୋଟେ ଅଛି ସେଇଟା ଦେଖୁଥିବେ, ସେଇଟା ଦୁଇଟା ଆମର ଘର। ଆଉ ସେ ଘର ତିଆରି ହେବା ପାଇଁ ବହୁତ ଦିନ ଲାଗିଥିଲା। ଆଉ ଏଟା ତ ଜାଣିପାରୁଥିବେ, ଏଟା ସରକାରୀ ଘର ଦେଇଛନ୍ତି ଗରିବ ଲୋକ ପାଇଁ, କି ସମସ୍ତଙ୍କ ପାଇଁ ବି ଦେଇଛନ୍ତି। କିନ୍ତୁ ମୋର କହିବା ହିସାବରେ ମୋର ଗରିବ କଥା କହିଦେଲି। ଆଉ ଆମେ ସେମିତି ରହୁଛୁ ନା ଭାଇ, ଯେହେତୁ ଗୋଟେ ଗଭର୍ଣ୍ଣମେଣ୍ଟ ଗୋଟେ ଦେଇଛି ଛାତ ଘରଟିଏ। ଆଉ ସେଇ ପଛପଟ ଆମର ରିଅଲ ଘରଟା ବହୁତ କଷ୍ଟରେ ତିଆରି କରାହେଇଛି। ଆଗରେ ସେ ତଳ, ଯେତେବେଳେ ଆମେ ତଳେ ରହୁଥିଲୁ, ସେଇ ତଳ ଘରେ ଆମର ମାଟି ଘର ଥିଲା। ଆମେ କେତେ କଷ୍ଟରେ ବନେଇଛୁ ପକ୍କା ଘରଟିଏ। ସେଥିପାଇଁ ମାନେ ଏତେ କଷ୍ଟରେ ବନେଇଛୁ, ମାନେ ପଇସା ପତ୍ର ସେତେବେଳେ ବହୁତ ସର୍ଟ ଥିଲା। ଧାର ଉଧାର କରିକି ବନା ହେଇଛି ଘରଟାକୁ। ତାପରେ ଏଇନା ପୁଣି ଲାଷ୍ଟରେ କିଛି ମାନେ ଧାର ଦେବା, ମାନେ ସୁଝିବା ପାଇଁ ଆମେ କେତେ କଷ୍ଟରେ ଯାଇକି ଲାଷ୍ଟରେ ନିଜେ କାମ କରିକି ଯାଉଛୁ। ଆଉ ବାପା ମାଆ ବି ଯାଇକି କାମ କରୁଛନ୍ତି। ଆଉ ଆମେ ପଢ଼ିବା ଟାଇମ୍ରେ ନା, ବୁଲିବା ଟାଇମ୍ରେ ଆମେ ଯଦି ଖଟିକିନା ଆମେ ଯଦି ଘର ତିଆରି କରିମୁ, କ'ଣ କରିମୁ? କ୍ୟାରିୟର ଟେନସନ୍ ହେଇଯାଉଛି ଭାଇ। ଆଉ ଏତେ ଗରିବ ଯେ ମାନେ ଘର ଲୋକ ବି ଯାଉଛନ୍ତି, ଆମେ ବି ଯାଉଛୁ। ଆଉ ସେଇଟା କ'ଣ କହିବି ଆଉ ଯେବେ ଯଦି ମୋର କେବେ ଯଦି ମୁଁ ସକ୍ସେସ୍ ହେଇଯାଏ, ତାହେଲେ ଆଉ କିଛି ଗୋଟେ କରିବି ବୋଲି ମୋର ସ୍ୱପ୍ନ ଅଛି। ଯଦି ଏଇ ସ୍ୱପ୍ନଟା, ଯଦି ମୋର ୟୁଟ୍ୟୁବର ହେବାର ଯଦି ସ୍ୱପ୍ନଟା ଯଦି ମୁଁ ଯଦି ଛାଡ଼ିଦେବି, ତାହେଲେ ଆଉ ମୋ ପାଖରେ ଆଉ କିଛି ବାଟ ନାହିଁ, କିଛି କରତେ ଆଉ ମୋତେ ଦେଖାଯାଉନି। ସେଥିପାଇଁ ଯାହାହେଲେ ଗୋଟେ କରିବି ଆଉ, ମାନେ ୟୁଟ୍ୟୁବର ହେବା ବୋଲି ମୁଁ ବହୁତ ମୋ ମନରେ ବହୁତ ଇଚ୍ଛା। ମୋର କରିବି ବୋଲି ମୋର କନଫିଡେଣ୍ଟ ବି ଅଛି, ଯେ କିନ୍ତୁ କହିବାରେ ଟିକେ ଦିମାଗ ବତ୍ତି ନେଇ ଜଲତେ ଭାଇ।